ତାର ସେ ମୋତେ କଲ୍ କରିଥିଲେ ବି ମୋର ସବୁ ଇଏ ବି ଅଛି ମୋ ଭିଡ଼ିଓକୁ ଲାଇକ୍ କମେଣ୍ଟ କରନ୍ତି। ତାପରେ ଯେତେବେଳେ ମୋତେ ଇଏ କଲେ ପ୍ରପୋଜ୍ କଲେ ମୁଁ ବି କରିଥିଲି। କଲା ଭିତରେ ସିଏ ତାଙ୍କ ଇଏ ଦେଖେଇଥିଲେ ମୁଁ ବି ଦେଖେଇଥିଲି। ତାପରେ ସେଇଟା ସ୍କ୍ରିନ୍ ଭିଡ଼ିଓ କରିକି ମୋତେ ଇଏ କଲେ। ଦେଇ ସାରିଲା ପରେ ମୋତେ ପଇସା ଦେ ମୋତେ ମାନେ ମୋତେ ଆଜି ବି ଏତେ ଟଙ୍କା ଦେ କାଲି ସେତେ ଟଙ୍କା ଏଇ ଟଙ୍କା ମାଗିଲେ ସବୁ ପ୍ରୁଫ୍ ବି ମୋ କତିରେ ଅଛି। ଟଙ୍କା ମାଗିକି କେତେ ଟଙ୍କା ଖଣ୍ଡ ନେଇଗଲେ ମୋ କତିରୁ ନେଇଛନ୍ତି 42,000 ନେଇଛନ୍ତି। 42,000 ଟଙ୍କା ଆଜ୍ଞା। ନେଇଗଲେ? ଆଚ୍ଛା 42,000 ଟଙ୍କା ମାନେ କେମିତି ଫୋନ୍ ପେ ଆକାଉଣ୍ଟରେ ଆପଣ କ୍ୟାସ୍ରେ ନେଇଛନ୍ତି। ତାପରେ ମୁଁ ଷ୍ଟିଲ୍ କମ୍ପାନୀ ଗୋଟେ କାମ କରେ ଚେନ୍ନାଇରେ। ମୋତେ ଯେତେବେଳେ କହିଲେ ଆସେ ତୁ ଦେଖା କର ମୋତେ ଦେଖା କର ତୋ ଭିଡ଼ିଓକୁ ମୁଁ ମାନେ ଇଏ ପକେଇବି ଇନଷ୍ଟାଗ୍ରାମରେ ପକେଇବି ଫେସବୁକ୍ରେ ଛାଡ଼ିବି ଏ କଥା କହିଲେ। ସେ କ'ଣ ଆପଣଙ୍କୁ ତୁ ତା କହନ୍ତି? ଆଜ୍ଞା ତୁ ତା କହନ୍ତି ସବୁ ମିଠା ଯେତେବେଳେ କଥା କହିକି ମୁଁ ଆଉ ଇଏ କରେ ଭଲ କଥା ହେଲେ ଫାଷ୍ଟ ତାପରେ ଆ ଭିତରେ କ'ଣ ଥିଲା ମୁଁ ଜାଣିନି। ଆଚ୍ଛା ଯେତେବେଳେ ପ୍ରଥମେ ଭଲ କଥା ହେଲେ ଆଜ୍ଞା କ'ଣ କହନ୍ତି ଆପଣଙ୍କୁ? ଭଲ ମାନେ ଭଲ କଥା କୁହନ୍ତି ମିଠା କଥା କୁହନ୍ତି। ପଇସା ନେଲା ପରେ ଆଉ ଫୋନ୍ ଉଠାନ୍ତିନି ବ୍ୟସ୍ତ ଅନ୍ୟ କଲେ ବ୍ୟସ୍ତ।